ଆମର ବରକୋଟ ଗ୍ରାମରେ ଡେଲି 10 ବଜାରୁ ଲାଇଟ୍ 3 ବଜା ତକ କାଟୁଥିବାରୁ ସବୁ ଲାଇନ୍ ମେନ୍ ବାଲାକୁ ପୁରା ଭୋର 2 ବଜା ଖରାରେ ଏଟା ରୁଡ଼ା ବନା ହେଇଛି। ଚେୟାରରେ ବସିକି ପୁରା ରଖା ହେଇଛି ରୁଡ଼ା। ସାରା ରାଜ୍ୟରେ ପ୍ରଚଣ୍ଡ ଖରା, ଲୋକେ କେତେ ହାହାକାର ହେଉଛନ୍ତି। ତେବେ ଠିକ୍ ଏହି ସମୟରେ ଟାଟା ପାୱାର କମ୍ପାନୀ ବାରମ୍ବାର ବିଦ୍ୟୁତ କାଟ କରିବା ଯୋଗୁଁ ଖରାରେ ବସିଲେ ଗ୍ରାମବାସୀ। ଟିକେ ଏହି ଦୃଶ୍ୟଟିକୁ ଭଲ ଭାବରେ ନଜର ପକାନ୍ତୁ, କିଭଳି ଭାବେ କର୍ମଚାରୀଙ୍କୁ ପ୍ରଚଣ୍ଡ ଖରାରେ ବସାଇଛନ୍ତି। ତେବେ ଏହି ଘଟଣାଟି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଅନନ୍ତପୁର ଗ୍ରାମରେ। ଉକ୍ତ ଗ୍ରାମରେ ବସବାସ କରନ୍ତି ପ୍ରାୟ 150 ପରିବାର, କିନ୍ତୁ ସରକାରଙ୍କ ମୌଳିକ ସୁବିଧା ପାଇପାରୁନାହାନ୍ତି। ଉକ୍ତ ଗ୍ରାମରେ ସୋଲାର ଲାଇଟ୍, ପାଣି ଟାଙ୍କି ସବୁ ଅଛି ସତ, କିନ୍ତୁ ସବୁତକ ଅଚଳ ହୋଇ ପଡ଼ି ରହିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଟାଟା ପାୱାର କମ୍ପାନୀ ସବୁଦିନ ସକାଳ 10ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପାୱାର କଟ୍ କରିବା ଯୋଗୁଁ ଆମ ପିଲାମାନଙ୍କ ପାଠ ପଢ଼ିବାର ଅସୁବିଧା ଏବଂ ବିଭିନ୍ନ ସମସ୍ୟା ନେଇ ଜେଇ ବ୍ଲକ ଅଧ୍ୟକ୍ଷଙ୍କୁ ଜଣାଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଆମ କଥା ଶୁଣିଲେ ନାହିଁ ବୋଲି ଏହି ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି। আর লাইন ভাই মানে আনতানি করবা আছে হেতি লাগা রুড়া বসাইছি যেমন কি এডিও কে भी कॉल करूछु, जेई के भी कॉल करूछु, सबके कॉल कराइछे। और ये मानके सब रूड़ा बनाइछे। एटा 5 जन के सब रूड़ा बनाइछे। दिल्ली लाइन काटुछन पूरा 10 रो 3 बजे दिल्ली लाइट दोछन, सेति लागि मानके रूड़ा बनाइछे। ब्यूरो रिपोर्ट, ओडिशा न्यूज 27।